ବର୍ଷରେ କେତୋଟି ଋତୁ ଆସେ? ବର୍ଷକ 6ଟି ଋତୁ ଆସେ। ଗ୍ରୀଷ୍ମ ଋତୁ ପରେ କେଉଁ ଋତୁ ଆସେ? ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସେ। ମେଘମାନେ କେଉଁଠି ମିଳିତ ହୁଅନ୍ତି? ମେଘମାନେ ଶୂନ୍ୟପଥରେ ମିଳିତ ହୁଅନ୍ତି। ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ କେତେ ମାସ ଉତ୍ତପ୍ତ ଥିଲା? ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ 8 ମାସ ଉତ୍ତପ୍ତ ଥିଲା। ଖଦ୍ୟୋତ କେତେବେଳେ ଉଡ଼ି ବୁଲେ? ଖଦ୍ୟୋତ ସନ୍ଧ୍ୟାବେଳେ ଉଡ଼ି ବୁଲେ। 2 ନମ୍ବର, ମେଘମାଳ କିପରି ଭାବରେ ଜଳବର୍ଷା କଲେ? ମେଘମାଳ ଶୂନ୍ୟପଥରେ ମିଳିତ ହୋଇ ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ସହିତ ଜଳବର୍ଷା କଲେ। ଗର୍ଜନ୍ତି ଆବୋରିଣ ପାଣି, ଏଠାରେ କିଏ ଗର୍ଜିବା କଥା କୁହାଯାଇଛି? ଏଠାରେ ବେଙ୍ଗ ବା ମଣ୍ଡୁକମାନେ ଗର୍ଜିବା କଥା କୁହାଯାଇଛି। ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି? ଏହି କବିତାରେ ପୃଥିବୀକୁ ରାଜା ବୋଲି କୁହାଯାଇଛି। ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି? ବର୍ଷା ଋତୁରେ ପୃଥିବୀ ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ ହୋଇଥାଏ ଏବଂ ପ୍ରାଣୀ ଓ ଉଦ୍ଭିଦମାନଙ୍କର ତୃଷା ଓ ଖାଦ୍ୟାଭାବ ଦୂର ହୋଇଥାଏ। ତେଣୁ ବର୍ଷା ଋତୁକୁ ସକଳ ଋତୁଙ୍କ ସାର ବୋଲି କୁହାଯାଏ। ମୟୂର କାହାକୁ ଚାହିଁ ନୃତ୍ୟ କରେ? ମୟୂର ଗିରିଶିଖରରେ ଥାଇ କଳା ମେଘକୁ ଚାହିଁ ନୃତ୍ୟ କରେ। 3 ନମ୍ବର, ସରଳ ଭାଷାରେ ବୁଝାଇ ଲେଖ। ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ। ସଂଶିତ ପଦ୍ୟାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ ବର୍ଷା କବିତାରୁ ଆନିତ। ପୃଥିବୀର ଦୁଃଖ କିପରି ସହି ନ ପାରି ମେଘ ଜଳବର୍ଷା କରେ ତାହା ଏଠାରେ ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟଙ୍କ ଉତ୍ତାପରେ ପୃଥିବୀ ଦୀର୍ଘ 8 ମାସ ଧରି ଉତ୍ତପ୍ତ ଥାଏ। ଦୀର୍ଘ 8 ମାସର ଅପେକ୍ଷା ଓ କଷ୍ଟର ଅନ୍ତ ହେବା ପରେ ବର୍ଷା ଋତୁ ଆସେ। ମେଘମାନେ ଆକାଶରେ ମିଳିତ ହୋଇ ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ସହିତ ଜଳବର୍ଷା କରନ୍ତି। ଏହି ବର୍ଷା ପୃଥିବୀ ପୃଷ୍ଠକୁ ସବୁଜ ଶସ୍ୟ ଶ୍ୟାମଳରେ ପରିପୂର୍ଣ୍ଣ କରିବା ସହିତ ପ୍ରାଣୀ ଓ ଉଦ୍ଭିଦମାନଙ୍କର ତୃଷା ଓ ଖାଦ୍ୟାଭାବ ଦୂର କରିଥାଏ। 6 ନମ୍ବର, ଅଳପ ନଦୀଏ ପୂରିଲେ ଲହରୀ ମତେ ଉଛୁଳିଲେ। ସଂଶିତ ପଦ୍ୟାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ ବର୍ଷା କବିତାରୁ ଆନିତ। ଏଠାରେ କବି ବର୍ଷା ଋତୁରେ କ୍ଷୁଦ୍ର ନଦୀର ଅବସ୍ଥା ବିଷୟ ଆଲୋକପାତ କରିଛନ୍ତି। ବର୍ଷା ଋତୁ ଆସିବା ମାତ୍ରେ ଅନବରତ ବର୍ଷା ହୋଇଥାଏ। ଦୀର୍ଘ ଦିନର ଅପେକ୍ଷା ପରେ ଜଳ ପାଇ ପ୍ରାଣୀ ଜଗତ ସନ୍ତୁଷ୍ଟ ହୋଇଥାନ୍ତି। ମେଘର ଶବ୍ଦ ଶୁଣି ବେଙ୍ଗମାନେ ମଧ୍ୟ ଖୁସିରେ ଗର୍ଜନ କରିଥାନ୍ତି। ଛୋଟ ଛୋଟ ନଦୀଗୁଡ଼ିକ ବର୍ଷା ଜଳରେ ପରିପୂର୍ଣ୍ଣ ହୋଇ ଉଠନ୍ତି। ନଦୀରେ ଲହରୀ ଉଠେ ଓ ନଦୀଗୁଡ଼ିକ ଉଛୁଳି ଦୁଇ କୂଳକୁ ଛୁଇଁ ଯାଆନ୍ତି। ଗ ନମ୍ବର, ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ସଂଶିତ ପଦ୍ୟାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ ବର୍ଷା କବିତାରୁ ଆନିତ। ଏଠାରେ କବି କିପରି ପୃଥିବୀକୁ ରାଜା ସହିତ ତୁଳନା କରିଛନ୍ତି ତାହା ଏଠାରେ ବର୍ଣ୍ଣନା କରାଯାଇଛି। ବର୍ଷା ଋତୁର ଆଗମନରେ ପୃଥିବୀ ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ ହୋଇଥାଏ। ଏହି ଋତୁରେ ଛତୁ ମଧ୍ୟ ଫୁଟିଥାଏ ଏବଂ ଏହା ଛତା ସଦୃଶ ଦେଖାଯାଏ। ରାଜାଙ୍କ ମସ୍ତକରେ ଯେପରି ପାଟଛତ୍ର ଶୋଭା ପାଏ ଠିକ୍ ସେହିପରି ପୃଥିବୀର ମସ୍ତକରେ ମଧ୍ୟ ଛତୁ ପାଟଛତ୍ର ପରି ଶୋଭା ପାଇଥାଏ। ଏହି ଦୃଶ୍ୟ ଦେଖି ସମସ୍ତେ ଆତ୍ମଭରା ହୋଇ ଉଠନ୍ତି। 4 ନମ୍ବର, ନିମ୍ନଲିଖିତ ପଦ୍ୟାଂଶରେ ଖାଲିଥିବା ସ୍ଥାନକୁ ବହି ଦେଖି ପୂରଣ କର। ପ୍ରାଣୀ ଜୀବନ ଜଳରାଶି କରୁଣା ଚିତ୍ତରେ ବରସି। ନାନା ପ୍ରକାରେ ଶସ୍ୟ ରାଶି ଏଣେ ପୂରିତ ମହି ଦିଶି। 5 ନମ୍ବର, ଏହି କବିତାରେ ସୂର୍ଯ୍ୟ ଓ ପୃଥିବୀ ଶବ୍ଦ ପାଇଁ ଅନ୍ୟ ଯେଉଁ ଶବ୍ଦ ଗୁଡ଼ିକ ବ୍ୟବହାର କରାଯାଇଛି ତାହାକୁ ଲେଖ। ସୂର୍ଯ୍ୟ, ରବି, ପୃଥିବୀ କୁହାଯାଇଛି ମହି ଓ ଜଗତ। 6 ନମ୍ବର, ବରଷା ଶବ୍ଦର ଗଦ୍ୟ ରୂପ ବର୍ଷା, ଠିକ୍ ସେହିପରି ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଗଦ୍ୟ ରୂପ ଲେଖ। ଶବଦ ଶବ୍ଦ, ଗରଜି ଗର୍ଜି, ବରସି ବର୍ଷି, ଗ୍ରୀଷମ ଗ୍ରୀଷ୍ମ, ତପତ ତପ୍ତ, ଅଳପ ଅଳ୍ପ। 7 ନମ୍ବର, ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ଅର୍ଥ ସୂଚାଉଥିବା ଶବ୍ଦକୁ ବନ୍ଧନୀ ମଧ୍ୟରୁ ବାଛି ଲେଖ। ମଞ୍ଚପୁର ଅର୍ଥାତ୍ ମର୍ତ୍ତ୍ୟପୁର। ଭୁଞ୍ଜନ୍ତି ଅର୍ଥାତ୍ ଭୋଜନ କରନ୍ତି। ମଣ୍ଡୁକ ଅର୍ଥାତ୍ ବେଙ୍ଗ। ନିଶାମୁଖ ଅର୍ଥାତ୍ ସନ୍ଧ୍ୟା ବେଳ। 8 ନମ୍ବର, 8କୁ ଯେପରି ଅଷ୍ଟ କୁହାଯାଏ ସେହିପରି ନିମ୍ନଲିଖିତ ଶବ୍ଦ ଗୁଡ଼ିକୁ କ'ଣ କୁହାଯିବ ଲେଖ। 9କୁ କୁହାଯିବ ନବ, 7କୁ ସପ୍ତ, 6କୁ ଷଷ୍ଠ, 11କୁ ଏକାଦଶ। 9 ନମ୍ବର, ପ୍ରତ୍ୟେକ ଧାଡ଼ିରେ 3ଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି। ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ। ବର୍ଷା, ବିଜୁଳି, ଗିରିଶିଖ, ପବନ। ଏଥିରୁ ଭିନ୍ନ ଶବ୍ଦଟି ହେଲା ଗିରିଶିଖ। ମଣ୍ଡୁକ, ମୟୂର, ଛତୁ, ଖଦ୍ୟୋତ। ଏଥିମଧ୍ୟରୁ ଭିନ୍ନ ଶବ୍ଦଟି ହେଲା ଛତୁ।